କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଳାଞ୍ଚଳ ଛାତ୍ରାବାସ ପରିସର ମଧ୍ୟରେ 17 ନମ୍ବର ଜୋନ୍ ଅର୍ଥାତ୍ ରାଇକିଆ, ଦଡ଼ିଙ୍ଗିଆ, ମାଣିକେଶ୍ୱର, ମଣ୍ଡାକିଆ, ପେଟାପାଙ୍ଗା, ସୁଗଡ଼ବାଡ଼ିର 6 ଗୋଟି ପଞ୍ଚାୟତର କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଧାନସଭା ସଂଯୋଜକ ସନ୍ତୋଷ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଇକିଆ ଜୋନ୍ର 25 ଗୋଟି ବୁଥ୍ ସକାଶେ ବୁଥ୍ ଏଜେଣ୍ଟ ଚୟନ କରାଯିବା ସହିତ ସେହି ବ୍ୟକ୍ତିଙ୍କର ଆଧାର କାର୍ଡ଼, ଭୋଟ ପରିଚୟ ପତ୍ର ସହିତ 2 ଗୋଟି ପାସ୍ ଫଟୋ ସଂଗ୍ରହ କରାଯାଇ ଅନଲାଇନ୍ ମାଧ୍ୟମରେ ପଞ୍ଜୀକୃତ କରାଯାଇଥିଲା। ସମସ୍ତ କାର୍ଯ୍ୟକର୍ତ୍ତା କିଭଳି ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବେ, ପ୍ରଧାନମନ୍ତ୍ରୀ ଦେଇଥିବା ନାରା ଅବ୍ କି ବାର୍ 400 ପାର୍ ଏହି ଉକ୍ତିକୁ ସଫଳ କରିବା ସହିତ ଏହିଥର ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରିବା ସକାଶେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପିର ବହୁ ପୁରୁଷ, ମହିଳା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହିଥିବା ବେଳେ ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେପିକୁ ନିଶ୍ଚିତ ଭାବେ ବିଜୟ କରାଇବା ସକାଶେ ଶପଥ ନେଇଥିଲେ। କନ୍ଧମାଳ ରାଇକିଆରୁ ନୃସିଂହଚରଣ ଦାସଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।